ଦାନ୍ତରେ ଥାଇ ବିଷ, ବିଛାର ଲାଞ୍ଜରେ, ସିଙ୍ଗି ମାଛର କଣ୍ଟାରେ, କିନ୍ତୁ ଏ ସତୀ ନାରୀର ବାକ୍ୟରେ ଥାଇ ବିଷ। ଆଉ ସେଇ ବିଷ ଧ୍ୱଂସ କରିପାରେ ଭାଗ୍ୟ ଭବିଷ୍ୟତ। ସେ ଛାର ସମ୍ବଟ ଅହଙ୍କାରରେ ମୋତେ ମାରିଲା ଧକ, ବିହିଲା ମୋତେ ଦାରୁଣ ହାତ ଦେଇଛି ତାକୁ ମୁଁ କଠୋର ଅଭିଶାପ। ଆଉ ଧ୍ୱଂସ କରିଦେଇଛି ତାର ସୁଖ ଭବିଷ୍ୟତ। କାହିଁକି ନା ମୁଁ ହେଉଛି ସତୀ, ମହାସତୀ ସତ୍ୟଭାମ କେଶବ ଘରଣୀ। ମୁହିଁ ସତୀ ସତ୍ୟଭାମା, ମୁହିଁ ସତୀ ସତ୍ୟଭାମା। ଫଳୁଥିବ ଅଭିଶାପ, ଫଳୁଥିବ ଅଭିଶାପ, ଭୋଗୁଛି ଅଧମା। সর্বে ভাবিবে কি বড়, পড়িবে মো পাদ তল। বেটি বড় পড়িবে মো পাদ তল। গাইব দুনিয়া মোর, গাইব দুনিয়া মোর কিরতি চন্দ্রমা। অষ্টপাট বংশী সর্বে মথা মধ্যে নয়। পাট বংশী সর্বে মথা মতে নয়। সতী অনুসয়া পরি আরতে উপমা। হে রাক্ষসী সত্যভামা, কিয়ে? ও ভালুকর কন্যা সম্ভবতী। চুপ কর। কহ, কাহিଁକି ଅଭିଶାପ ଦେଲୁ ପୁତ୍ରକୁ ମୋହର? କାହିଁକି ଧର୍ମନୀତି କରିଲେ ଲଙ୍ଗର ଆଗତ ପୁତ୍ର ସମ? କାହିଁକି ନା ସେଇଟା ମୋର ପୁତ୍ର ହେବା ପାଇଁ ଅଯୋଗ୍ୟ, ସେଇଟା ଅଭିଶାପ ପାଇବା ପାଇଁ ଯୋଗ୍ୟ। ତୁଇଟା ମାତା ହେବା ପାଇଁ ଅଯୋଗ୍ୟ, ଏ ଯଦୁବଂଶର ବଧୂ ହେବା ପାଇଁ ଅଯୋଗ୍ୟ। ଏ ନାରୀ ଜାତି ପାଇଁ ତୁ ହେଉଛୁ ଗୋଟାଏ କଳଙ୍କ। ଚୁପ୍ କରେ। କାହିଁକି ଧର୍ମନୀତି କରିଲେ ଲଙ୍ଗର ଆଗତ ପୁତ୍ର ସମ? କାହିଁକି ତୁଟାଇ ମାତାର ମମତା, ବିହିଲା ମୋତେ ଦାରୁଣ ହାତ। ଜାଣି ନାହିଁ ମୋର ସତୀତ୍ୱର ବଳ। ଅସତୀ କଳଙ୍କିନୀ, ତୁଇଟା ଅସତୀ କଳଙ୍କିନୀ। ମୋ ସତୀ, ମୋ କଳଙ୍କିନୀ? ଆଉ ତୁ କ'ଣ ସତୀ? ହଁ, ତୁ କ'ଣ ସତୀ? ହଁ, ମୁଁ ସତୀ। ମାତା ନୁହେଁ ତୁହି ଅଟୁଲ ରାକ୍ଷସୀ, ବସିଛୁ ଦାସୀଟା ଆସିଲ। ଧ୍ୱଂସ କରିଦେବୁ ଆମ ଯଦୁବଂଶ, ଧ୍ୱଂସ କରିଦେବୁ ଆମ ଯଦୁବଂଶ, ଜାଣିଦେବୁ ତୁହି ଏଠିଲ। ଦୋଷୀ ହରିଲା, ଅତ୍ୟାଚାର କଲା, ଉଦ୍ଧରି ଅର୍ଜୁନ ତତେ ଟିଆଣିଲା। ଧିକତୁ ଛତରେ ବଡ଼ କହୁ ଭାରି, ଧିକତୁ ଛତରେ ବଡ଼ କହୁ ଭାରି, ଲଜ୍ଜାହୀନ ତୁ ରାକ୍ଷସୀର। ସପ୍ତ ଧନୁକୁ ତୁ ପାଇଥିଲୁ ଭଲ,
ତୁମେ ବେନି ଏ କ'ଣ କରୁଛ? ପୁନର୍ବାର ତୁମେ କଳି ସୃଷ୍ଟି କରୁଛ। ତୁମେ ତା ଉପରକୁ ହସ୍ତ ଉଠାଉଛ ତୁମେ। ତାକୁ କିଏ ଦେଲା ଏ ଅଧିକାର? ପୁତ୍ର ଶାମ୍ବକୁ ଦେଲା ମୋର ନିଷ୍ଠୁର ଅଭିଶାପ। ନାଇଁ ମମତା, ତୁମେ ବୁଝୁନ କାହିଁକି ଜାମ୍ବବତୀ? ପିଲାମାନଙ୍କୁ ଅଧିକ ସ୍ନେହ ଦେଲେ ସେମାନେ ଭୁଲି ଯାଇଥାନ୍ତି ପିତାମାତା ଗୁରୁଜନମାନଙ୍କୁ। ଆଉ ତା ଛଡ଼ା କର୍ମ କରିନ ଫଳ ପାଇ ପ୍ରାଣୀ ତ ଅବଶ୍ୟ ପୁଞ୍ଜ। ସ୍ୱାମୀ ଉତ୍ତର ଦେଲ ଭାଲୁର କରେ ଭାଲୁ ମୁଢି। ଉତ୍ତର ଦେ। ଆଉ କାହିଁକି ଛିଡ଼ା ହୋଇ ରହିଲୁ? କ'ଣ ପାଟି ଫିଟୁନି? ଉତ୍ତର ଦେଲ ଭାଲୁର କଲେ। ଏବେ ଉତ୍ତର ଦେ। ଏ ଉତ୍ତରଟା ମୁଁ ଦେବି ସତ୍ୟଭାମା। ପିଲାମାନଙ୍କୁ ପିତାମାତା ମାନେ ଯେଉଁ ଉପଦେଶ ଦିଅନ୍ତି ତାକୁ ନିଜେ ପାଳନ କଲେ ବଢ଼ିଥାଏ ବଂଶର ମର୍ଯ୍ୟାଦା। କାହିଁକି ଅଗ୍ରଜ? କାହିଁକି ଆମ ଗଜରେ ଆଣିଲା ପୁତ୍ର ଶ୍ୟାମ ମାନେ ଦୁର୍ଯୋଧନ କଲେ? ଯିଏ ମୋତେ କୁରୁସଭାରେ ପଡ଼ା ମାଗିଥିଲା ବେଳେ ଧକ୍କା ଦେଇ ମୋତେ ଦେଇଥିଲା ତୋଡ଼ି। କାହିଁକି ଅଗ୍ରଜ କାହିଁକି? ସେ ଠିକ୍ କରିଛି କନେ। ଘରର ଚାକର ହୋଇ ମାଲିକ ହେବାଟା ମହା ଅପରାଧ। ମାନେ ପାଣ୍ଡବ କୌରବ ବଂଶ ହେଉଛନ୍ତି ଆମ୍ଭର ବନ୍ଧୁ। ବନ୍ଧୁ ହୋଇ କାହିଁକି ଗୃହ କନ୍ଦଳରେ ପଶି ମାଗୁଥିଲୁ ପଡ଼ା? ଏଇଟା କ'ଣ ତୋର ନ୍ୟାଯ୍ୟ ଅଧିକାର? ଦିନେ ମାନି ଦୁର୍ଯୋଧନକୁ ଦେଇଛୁ ସମ୍ମାନ, ଖାଲି ଦେଇଛ ମିଥ୍ୟା ଅପବାଦ, ଲାଞ୍ଛନା କଳଙ୍କ। ଲଜ୍ଜା ଅପମାନ ପାଇଗଲା ଶିଶୁପାଳ କଳଙ୍କ ଧରିଲା। কনক বেদিরু ফেরিগলা শ্বেত, কনক বেদিরু ফেরিগলা শ্বেত, সুভদ্রা অর্জুন নেলারে শিশুপাল কলঙ্ক ধরিলা। নত মুখ হেলি লজ্জাকু ধরিলি, নত মুখ হেলি লজ্জাকু ধরিলি, সম্মান তো তেকে দেলারে শিশুপাল কলঙ্ক ধরিলা। কেতে নারী তুহি আনিছু চোরাই, কেতে নারী তুহি আনিছু চোরাই, পুত্র সেই পথে গলারে লজ্জা অপমান পাইগলা। ତୁମେ ମୋତେ প্রশংসা করুছি প্রশংসা, কারণ তুহি হরণ করে রুকুণী সত্যভামা আনিছু আম যদুবংশ পাই কলঙ্ক। ସେହି ପଥରେ ଗଲା ପୁତ୍ର ଶ୍ୟାମ୍ବ। ସତ୍ୟଭାମାକୁ କରିନ ସପକ୍ଷ, ପୁତ୍ର ଶ୍ୟାମ୍ବକୁ କରୁଛୁ ଧିକାର। କିନ୍ତୁ ମନେ ରଖ ନାହିଁ, ସେ ସତ୍ୟଭାମାଟା ଆଣିଛି ଆମ ଯଦୁବଂଶ ପାଇଁ କଳଙ୍କ। ତୁ ସମସ୍ତଙ୍କୁ ନିନ୍ଦା ଅପବାଦ ଅଭିଶାପ ଦେଇ ସେ ସତ୍ୟଭାମା ସହିତ ଦିନେ ରହିଯିବୁ। ସେ ସତ୍ୟଭାମା ସହିତ ଦିନେ ରହିଯିବୁ ଏକା। ତୁମେ ଠିକ୍ କହିଛ ଅଗ୍ରଜ, ତୁମେ ଠିକ୍ କହିଛ। ଗୃହସ୍ଥ ମଧ୍ୟରେ ଯେତେବେଳେ ବଢ଼ି ଯାଇଥାଏ ସ୍ୱାର୍ଥ, ସନ୍ଦେହ, ଅବିଶ୍ୱାସ, ଅହଙ୍କାର, ସେତେବେଳେ ଗୃହସ୍ଥରେ ଆସିଯାଇଥାଏ ଧ୍ୱଂସର ତାଣ୍ଡବ। ନାରୀମାନେ ଯେତେବେଳେ ନମାନ୍ତି ଗୁରୁଜନମାନଙ୍କୁ, ସେତେବେଳେ ମୁକ୍ତ କୋଷା ହୋଇ ବୁଲିଥାନ୍ତି ମୋର ଏହି ଧର୍ମ ଦୁନିଆରେ। ଆଜି ମାତା ଗାନ୍ଧାରୀଙ୍କର ଅଭିଶାପ ସତ୍ୟ ହେବାକୁ ଯାଉଛି, ଧ୍ୱଂସ ହେବାକୁ ଯାଉଛି ମୋର ବିଶାଳ ଯଦୁବଂଶ। ତାହାର କାରଣ ଆଉ କେଉଁ ନୁହେଁ ଅଗ୍ରଜ, ତାହାର ମୁଖ୍ୟ କାରଣ ହେଉଛି ମୁଁ ସ୍ୱୟଂ ନିଜେ। ହଁ ଅଗ୍ରଜ, ତାହାର ମୁଖ୍ୟ କାରଣ ହେଉଛି ମୁଁ ସ୍ୱୟଂ ନିଜେ।